ଆମେ ଆଜି ଯାଉଛୁ ନୟାଗଡ଼ ବୁଲିବାକୁ। ଏଠାକୁ କେମିତି ଯିବେ, କିପରି ଯିବେ, ସେଠାରେ କ'ଣ କ'ଣ ଦେଖିବାକୁ ପାଇବେ ଓ ସେଠାରେ କିପରି କେଉଁ ଜାଗାକୁ କେମିତି ଯିବେ, ଆସନ୍ତୁ ଏ ବିଷୟରେ ଜାଣିବା। ନୟାଗଡ଼କୁ ପ୍ରଥମେ ବସ୍ କି ଟ୍ରେନ୍ ସୁବିଧା ଅଛି, ତମେ ଯେଉଁଥିରେ ବି ଯାଇପାର। ନୟାଗଡ଼ରେ କେଉଁ କେଉଁ ଜାଗା ବୁଲିଲୁ ଆମେ ଏହି ଭିଡ଼ିଓରେ ଜାଣିବା। ଆସନ୍ତୁ ଏହି ଭିଡ଼ିଓ ସମ୍ପୂର୍ଣ୍ଣ ଭାବରେ ଭଲ ଭାବରେ ଦେଖିବା। ଆମେ ଭୋର ସକାଳ 6ଟାରୁ ବାହାରି ପଡ଼ିଲୁ ବ୍ରହ୍ମପୁରରୁ ନୟାଗଡ଼ ବୁଲିବାକୁ। ସେଠାରେ ଆମେ ପ୍ରଥମେ ଦେଖିଲୁ ରଘୁନାଥ ମନ୍ଦିର। ଏହି ମନ୍ଦିର ବିଷୟରେ ଆମେ କିଛି ଇତିହାସ ଜାଣିବା। ମୁଁ ଯେତିକି ଜାଣିଛି ତମମାନଙ୍କୁ କହିବି। ଏହି ମନ୍ଦିରଟି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସହରରେ ରହିଛି। ଏହି ରଘୁନାଥ ମନ୍ଦିର ଏକ ହିନ୍ଦୁ ମନ୍ଦିର, ଯାହାକି ନୟାଗଡ଼ ଜିଲ୍ଲାରେ ପ୍ରସିଦ୍ଧ। ଏହି ମନ୍ଦିର ମଧ୍ୟଯୁଗରେ ଆରମ୍ଭ ହୋଇଥିଲା। ଏହା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥକେନ୍ଦ୍ର ଅଟେ। ଏହା ଏକ କଳିଙ୍ଗ ସ୍ଥାପତ୍ୟ ଶିଳାରେ ନିର୍ମିତ ହୋଇଛି ଏବଂ ଏଠି 3ଟି ସୁବର୍ଣ୍ଣ କଳସୀ ମନ୍ଦିର ଶୀର୍ଷରେ ଅଛି। ଏହି ମନ୍ଦିର 19ତମ ରାଜା ମୃତ୍ୟୁଞ୍ଜୟ ସିଂ 1763 ମସିହାରେ ନିର୍ମାଣ କରିଥିଲେ। ଏହି ମନ୍ଦିରରେ ରାମ, ଲକ୍ଷ୍ମଣ, ସୀତା ରଘୁନାଥ ବେଶରେ ପୂଜା ପାଆନ୍ତି। ଏହି ମନ୍ଦିରରେ ଭଦ୍ର ମଣ୍ଡପ, ନାଟ ମଣ୍ଡପ, ଦର୍ଶନ ମଣ୍ଡପ ଅଛି। ଏହି ଚାରିପାଖ ମନ୍ଦିରରେ ମା ଦୁର୍ଗା, ଶ୍ରୀ ନରସିଂହ, ମା ନବଦୁର୍ଗା, ନବଗ୍ରହ, ଗଣେଶ ଦେବତାମାନେ ପୂଜା ପାଆନ୍ତି। ଏହି ମନ୍ଦିର ସକାଳେ 6ଟାରୁ ରାତ୍ର 9ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ଦେଖିନ କେଉଁ ଯା ସୁନା କଳସୀ, କେଉଁଟା ସୁନା କଳସୀ ଦେଖିବା ସର ଉପରେ ଯୋଉ ବାନା ଲାଗେନି କି ସୁନା ଲାଷ୍ଟ ମନ୍ଦିର ପାଖେ ଏଇ ଯୋଉ ଦିଟା ସବୁ 3ଟା ଯାକ ମାନେ ସୁନା ମାନେ ତ 3ଟାକ ଇଏ ଦେଖାଯାଉଛି। କଳସ କାହିଁ ये जो सुना, ये सुना कलश नୁହଁ। ବାନା ଲାଗିଛି ଯୋଉ ସେଗୁଡାକୁ କହୁଛନ୍ତି ସୁନାର। ନା ଏମିତି ରଘୁନାଥ ମନ୍ଦିର ଦର୍ଶନ ସାରି ଆମେ ବାହାରି ପଡ଼ିଲୁ ଲଡ଼ୁ ବାବା ବା ଶିବଙ୍କର ମନ୍ଦିର, ଲଡ଼ୁ ମହେଶ ନାମରେ ପ୍ରସିଦ୍ଧ। ଆସନ୍ତୁ ସେଇଠି ପହଞ୍ଚିଲା ପରେ ଆମେ କିଛି ଜାଣିବା ସେ ଲଡ଼ୁ ବାବାଙ୍କ ମନ୍ଦିର। ଏ ଯେଉଁ ନାଁ ଲେଖା ହେଇଛି କହୁଛ ଯେ ମାର୍ବୁଲ ଜାରେ ସେମିତି ଲେଖିବାର ନାହିଁ ଆକ୍ଚୁଆଲି। ଆଉ ତାଙ୍କ ଉପରେ ଚକୁଡ଼ି ଗଲା ଭଳିଆ ନା ଦାତା ଲୋକଙ୍କ ଉପରେ।
ଆମେ ଆସି ପହଞ୍ଚି ଯାଇଛୁ ସେ ଲଡ଼ୁ ବାବା ମନ୍ଦିର। ଏଠି ପ୍ରଭୁ ମହାଦେବ ଶିବ ଲଡ଼ୁ ବାବା ନା ଏହି ମନ୍ଦିର 1942 ମସିହାରେ ଜଗଦେବ ରଣେନ୍ଦ୍ର ରାଜା ପ୍ରତିଷ୍ଠା କରିଥିଲେ। ଆମେ ନୟାଗଡ଼ରେ ଥିବା ଲଡ଼ୁବାବା ମନ୍ଦିର ଦର୍ଶନ ସାରି କିଛି ଦୋକାନ ବଜାର ବୁଲିବାକୁ ବାହାରି ପଡ଼ିଲୁ। ଏଠାରେ ଆମର ପ୍ରସିଦ୍ଧ ଛେନାପୋଡ଼ ଖାଇବାକୁ ଭୁଲିବେନି। ମସ୍ତ ଲାଗିବ, ଟିକେ ଖାଇ ନିଅନ୍ତୁ ଆମର ନୟାଗଡ଼ ପ୍ରସିଦ୍ଧ ଛେନାପୋଡ଼। ଖାଲି ଛେନାପୋଡ଼ ଏକା ଦେଖାଯାଉଛି ସବୁ ମିଠା ଦୋକାନରେ। ହୋଟେଲ ଜଗା କାଳିଆ। ଖାଇଲ ବରାବା ଏବେ ଦେଖିଆ କ'ଣ ହେଲା। ଆମେ ଗୋଟିଏ ଦୋକାନରେ ଛେନାପୋଡ଼ 3 କିଲୋ ଧରି ଆଉ ଗୋଟେ ପ୍ଲେସ୍ ବୁଲି। ଆସନ୍ତୁ ଆମେ ଜାଣିବା କଣ୍ଟିଲୋ ନୀଳମାଧବ ମନ୍ଦିର ବିଷୟରେ। ଏହି ମନ୍ଦିର ମହାନଦୀ କୂଳରେ ଥିବା ନୟାଗଡ଼ ଠାରୁ 25 କିଲୋମିଟର ଦୂରରେ, ଭୁବନେଶ୍ୱର ଠାରୁ 100 କିଲୋମିଟର ଦୂରରେ ଅବସ୍ଥିତ। ଏହି ମନ୍ଦିର ଭଗବାନ ନୀଳମାଧବ ଏବଂ ପିତ୍ତଳ ବାସନ ପାଇଁ ପ୍ରସିଦ୍ଧ। ଭଗବାନ ନୀଳମାଧବ ନଦୀର ଡାହାଣ ପାର୍ଶ୍ୱରେ ଚାଁଳା ପାହାଡ଼ ଶୀର୍ଷରେ ଚମତ୍କାର ଭାବେ ଠିଆ ହୋଇଛନ୍ତି। ଭଗବାନ ନୀଳମାଧବଙ୍କ ବିଖ୍ୟାତ ମନ୍ଦିର ପରିସରରେ କାଶୀ ବିଶ୍ୱନାଥ, ମା ବିମଳା, ମା ଲକ୍ଷ୍ମୀ, ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ରୋହିଣୀ ଅନ୍ତର୍ଭୁକ୍ତ। କଣ୍ଟିଲୋ ନୀଳମାଧବ
ଓଡ଼ିଶାର ନୟାଗଡ଼ରେ ଏକ ପ୍ରସିଦ୍ଧ ମନ୍ଦିର। ହଁ ମ୍ୟାମ୍ ହଉଛି। ଉଠିବ ଫଟୋ ନିଅ ଉଠେଇକି ନିଅ 30ଟା ଟଙ୍କା ମ ବେଶୀ ନୁହେଁ। ପ୍ରଭୁ ନୀଳମାଧବଙ୍କ ଦର୍ଶନ ସାରି ଆମେ ପହଞ୍ଚିଗଲୁ ଫତେଗଡ଼ ନିକଟସ୍ଥ ଥିବା ରାମ ମନ୍ଦିର ବୁଲିବାକୁ। ସେଠାରେ ପହଞ୍ଚୁ ପହଞ୍ଚୁ ରାତି ହୋଇଗଲା। ଏହି ମନ୍ଦିରକୁ ଯିବା ପାଇଁ ନୟାଗଡ଼ରୁ 40 କିଲୋମିଟର ଦୂରରେ ଫତେଗଡ଼ ରାମ ମନ୍ଦିର। ଏହି ମନ୍ଦିର 22 ଜାନୁଆରୀ 2024ରେ ପ୍ରତିଷ୍ଠା ହେଲା। ଏହାର କାର୍ଯ୍ୟ ଆରମ୍ଭ 2017ରୁ ଆରମ୍ଭ ଚାଲିଥିଲା। ଏଥିରେ 150 ଜଣ କାର୍ଯ୍ୟ କରୁଥିଲେ। ଏହି ମନ୍ଦିରରେ 10 କରୋଡ଼ ଟଙ୍କା ଖର୍ଚ୍ଚ ହୋଇସାରିଛି। ଏହି ମନ୍ଦିରଟି ଉଚ୍ଚତା 800 ଫୁଟ ଭୂମିଠାରୁ ହୋଇଛି। ଏହି ମନ୍ଦିରକୁ ଗୋଟିଏ ପାହାଡ଼ ଉପରେ ଅଛି। ସେହି ପାହାଡ଼ ଉପରକୁ ଯିବା ପାଇଁ ଆମେ ଗୋଟିଏ ଗାଡ଼ି ନେବାକୁ ପଡ଼ିବ। ସେଇ ଗାଡ଼ିର ଯିବା ଆସିବା ପାଇଁ 40 ଟଙ୍କା ନେଉଛନ୍ତି ଏମାନେ। ଏହି ମନ୍ଦିରଟି ପାହାଡ଼ ଉପରେ ଥିବାରୁ ବହୁତ ସୁନ୍ଦର, ବହୁତ ବଢ଼ିଆ ପବନ ବହୁଥାଏ। ନାଇଟ୍ ଟାଇମ୍ ବହୁତ ବଢ଼ିଆ, ଡେ ଟାଇମ୍ ଆସିଲେ କେମିତି ଲାଗିବ ମୁଁ ଜାଣିନି। ଆସନ୍ତୁ ଥରେ ଦେଖିକି ଯାଆନ୍ତୁ ସମସ୍ତେ। ଏଠାରେ ଭଗବାନ ରାମ, ଲକ୍ଷ୍ମଣ, ସୀତା ଦେବାଦେବୀ ମାନେ ପୂଜା ପାଆନ୍ତି। ଏ ଚାରି ପାଖରେ ଗଣେଶ, ହନୁମାନ ବିଭିନ୍ନ ପ୍ରକାର ଦେବାଦେବୀ ମାନେ ପୂଜା ପାଆନ୍ତି। ଆମେ ଏଠାରେ ଦର୍ଶନ ସାରି ସାରିବା ପରେ ଆମେ ଚାଲିଗଲୁ ବ୍ରହ୍ମପୁର। ଏହି ନୟାଗଡ଼ ଜିଲ୍ଲାରେ ଆହୁରି ବିଭିନ୍ନ ପ୍ରକାର ଜାଗା
ବିଭିନ୍ନ ପ୍ରକାର ମନ୍ଦିର ଅଛି। ସେସବୁ ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଦେଖେଇବୁ।